ମୋର ଅନୁରୋଧ କି କେହି ଖରାପ ଭାବିବେନି ମୋତେ। ଏମିତି ମନରେ ଗୋଟେ ପ୍ରଶ୍ନ ଆକ୍ଚୁଆଲି ଆସିଛି, ଯଦି ଆପଣଙ୍କ ପାଖରେ ସେମିତି କିଛି ଆନ୍ସର୍ ତ ଥିବ ତାହେଲେ ଆପଣ ନିହାତି ମୋତେ କହିବେ। ଆଉ କିଛି ଭୁଲ ବୁଝିବେନି ମୋତେ, କାରଣ ଏଇଟା ଗୋଟେ ସ୍ୱାଭାବିକ କଥା, ଗୋଟେ ସାଧାରଣ ଲୋକ ମନରେ ସବୁ ଆସିବା ନର୍ମାଲ କଥା। ତେଣୁକରି ଯଦି ଆପଣଙ୍କ ପାଖରେ ସେମିତି କିଛି ଅଛି ଆକ୍ଚୁଆଲି ୱେ ଯେ ହଁ ଯେଉଁଥିପାଇଁ କି ମୋତେ ଆକ୍ଚୁଆଲି ସାଟିସ୍ଫାଏ ଲାଗିବ, ହଁ କଥାଟା ଠିକ୍ କି କ'ଣ, ତାହେଲେ ନିହାତି ଆପଣ ଜଣାଇବେ। ଭଗବାନ ସବୁ ବନେଇଛନ୍ତି, ଯଦି ଭଗବାନ ସବୁ ବନେଇଛନ୍ତି ତାହେଲେ ଜଣେ ସାଧାରଣ ଲୋକ ହିସାବରେ ଭଗବାନଙ୍କୁ କିଏ ବନେଇଛି ଏ ପ୍ରଶ୍ନ ମନରେ ଆସିବା କେତେ ଦୂର ଠିକ୍। କାରଣ ଆମେ ଏମିତି କେମିତି ମାନି ନେବା ଯେ ଭଗବାନ ଅଛନ୍ତି ଆଉ ସେ ସବୁ ଏତେ ବଡ଼ ସୃଷ୍ଟି ବନେଇଛନ୍ତି, ଆଉ ଯଦିଓ ସେ ଅଛନ୍ତି ତାହେଲେ ସେ ଠିକ୍ ଭୁଲ କାହିଁ ବୁଝୁନାହାନ୍ତି। ଯଦି ଭଗବାନ ହିନ୍ଦୁ ଥିଲେ, ସୃଷ୍ଟିର ଆରମ୍ଭରୁ ହିଁ ଭଗବାନ ଥିଲେ, ତାହେଲେ ଏତେ ଧର୍ମ କେମିତି ସୃଷ୍ଟି ହେଲା? ଯେତେ ସବୁ ଧର୍ମ ରହିଛି ସେସବୁ କେମିତି ସୃଷ୍ଟି ହେଲା? ଆଉ ମୁସଲିମ ମାନେ କହୁଛନ୍ତି ହିନ୍ଦୁ ଭୁଲ, ଆଉ ହିନ୍ଦୁ ମାନେ କହୁଛନ୍ତି ମୁସଲିମ ଭୁଲ। ଆମର ଯେମିତି ଗୀତା ଅଛି ତାଙ୍କର ବି ସେମିତି ଅନେକ ସାରା ଗ୍ରନ୍ଥ ଅଛି। ସେମାନେ କୁହନ୍ତି ଗୀତା ଭାଗବତ ମିଛ, ଆଉ ଏମାନେ କୁହନ୍ତି ତାଙ୍କ ବହି ମିଛ। ତାହେଲେ ଆକ୍ଚୁଆଲିଟା ସତଟା କ'ଣ? ଆକ୍ଚୁଆଲି ଯଦି ଭଗବାନ ଏକ, ସେତେବେଳେ ପୃଥିବୀର ଆରମ୍ଭରୁ ସେମାନେ ଥିଲେ, ଆଉ ହିନ୍ଦୁ ହିଁ ଭଗବାନ ଥିଲେ ବୋଲି ଲୋକ କହୁଛନ୍ତି, ତାହେଲେ ସମସ୍ତେ ୱାର୍ଲଡ ସାରା କ'ଣ ହିନ୍ଦୁ ହେଲେନି?